ପିଲାମାନେ ମୁଁ ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ତୁମମାନଙ୍କୁ ସ୍ୱାଗତ ଜଣାଉଛି। ତ ଆଜିର ଭିଡ଼ିଓରେ ଆମେ ଷଷ୍ଠ ଶ୍ରେଣୀ ବିଜ୍ଞାନ ବହିର 8 ନମ୍ବର ଅଧ୍ୟାୟ ଉଦ୍ଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ ତାର ସମସ୍ତ ପ୍ରଶ୍ନ ଉତ୍ତର ରଚନା କରିବା। ତାପରରୁ ତାର ଉପକ୍ରମକୁ ଦେଖିନେବା, ତାପରେ ପ୍ରଶ୍ନ ଉତ୍ତର ରଚନା କରିବା। ତ ଉପକ୍ରମରେ ଦେଇଛି ଜୀବ ବଞ୍ଚିବା ପାଇଁ ଖାଦ୍ୟ, ଜଳ, ବାୟୁ ଇତ୍ୟାଦି ଅନେକ ପଦାର୍ଥ ଆବଶ୍ୟକ କରିଥାଏ। ତ କୌଣସି ଜୀବ ବଞ୍ଚିବା ପାଇଁ କ'ଣ କରିଥାଏ? ଖାଦ୍ୟ, ଜଳ ଓ ବାୟୁ ଆବଶ୍ୟକ କରିଥାଏ। ଖାଦ୍ୟ ପ୍ରସ୍ତୁତି, ଜଳ ଶୋଷଣ, ଶ୍ୱାସକ୍ରିୟା, ରେଚନ ଓ ପ୍ରଜନନ ଆଦି କାର୍ଯ୍ୟ ଜୀବ ଶରୀରରେ ହୋଇଥାଏ। ତ ଖାଦ୍ୟର ପ୍ରସ୍ତୁତି, ଜଳ ଶୋଷଣ, ଶ୍ୱାସକ୍ରିୟା, ରେଚନ ଓ ପ୍ରଜନନ ଆଦି ଗୋଟିଏ ଜୀବ ଶରୀରରେ ହୋଇଥାଏ। ଏହିସବୁ କାର୍ଯ୍ୟ ନିମନ୍ତେ ଜୀବ ଦେହରେ ବିଭିନ୍ନ ଅଂଶ ରହିଛି। ତ ଏହି କାମ ପାଇଁ ଉଦ୍ଭିଦର ଦେହରେ ବିଭିନ୍ନ ଅଂଶ ରହିଛି। ଏହି ଅଂଶଗୁଡ଼ିକ ଦ୍ୱାରା ଜୀବ କେତେକ କାର୍ଯ୍ୟ କରିଥାଏ। ସମସ୍ତ ଅଂଶ କାର୍ଯ୍ୟ ଦ୍ୱାରା ହିଁ ଶରୀର ବଞ୍ଚି ରହେ। ବର୍ତ୍ତମାନ ତାର ପ୍ରଶ୍ନ ଉତ୍ତର ରଚନା କରିବା। କରିଦେଇଛି ଧାନ ଓ କଦଳୀ ପତ୍ର ବ୍ୟତୀତ ଅନ୍ୟ ଯେଉଁ ପତ୍ରରେ ସମାନ୍ତରାଳ ଶିରା ବିନ୍ୟାସ ରହିଛି ସେଥିରୁ ଦୁଇଟିର ଚିତ୍ର ଅଙ୍କନ କର। ତ ଏଠି ଦେଇଛି ହେଲା, ଦୁଇଟି ପତ୍ର ଅଙ୍କା ଯାଇଛି। ତ ଏଠି ଦୁଇଟି ପତ୍ର ବିନ୍ୟାସର ଚିତ୍ର ଦିଆଯାଇଛି। ପିଆଜ ଓ ରସୁଣ, ରଜନୀଗନ୍ଧା, ଅଦା, ହଳଦୀ, ଗହମ, ବାଲି, ବାଉଁଶ, ମକା ଆଦି ଗଛର ପତ୍ରରେ ସମାନ୍ତରାଳ ଶିରାବିନ୍ୟାସ ଦେଖାଯାଏ। କେଉଁଥିରେ? ପିଆଜ, ରସୁଣ, ରଜନୀଗନ୍ଧା, ଅଦା, ହଳଦୀ, ଗହମ, ବାଲି, ବାଉଁଶ, ମକା ଆଦିରେ ସମାନ୍ତରାଳ ଶିରାବିନ୍ୟାସ ଦେଖାଯାଏ। ସମାନ୍ତରାଳ ଶିରାବିନ୍ୟାସ କ'ଣ? ଏହା ହେଉଛି ସମାନ୍ତରାଳ ଶିରାବିନ୍ୟାସ ହେଲା। ଏ ଯେଉଁ ରହିଛି ଏହା ହେଉଛି ସମାନ୍ତରାଳ ଶିରାବିନ୍ୟାସ। ଏହାକୁ ଶିରାବିନ୍ୟାସ କୁହାଯାଏ। ପ୍ରଶ୍ନ ନମ୍ବର 2 ଦେଇଛି ମୂଳର ଗଠନ ଓ କାର୍ଯ୍ୟଗୁଡ଼ିକ ଚିତ୍ର ସହ ବର୍ଣ୍ଣନା କର। ତ ତାହାର ଯେଉଁ ମୂଳର ଗଠନ ଥାଏ ହେଲା, ଚେରର ତାର ଗଠନ ଓ ସେ ତାହାର କାର୍ଯ୍ୟ ଚିତ୍ର ସହିତ ବୁଝାଅ ବୋଲି କହିଛି। ଏହା ହେଇଯିବ ତାର ପ୍ରଧାନ ମୂଳ ହେଲା। ଏହା ହେଉଛି ପ୍ରଧାନ ମୂଳ ଓ ଏହା ହେଉଛି ଶାଖା ମୂଳ। ଏହାର ଚେର ଗୁଡ଼ିକ ହେଉଛି ଶାଖା ମୂଳ। ତ ଶେଷରେ ଯେଉଁ ରହିଯାଏ ଏହା ହେଉଛି ମୂଳତ୍ରାଣ ହେଲା। ମୂଳର ଗଠନ। କେତେକ ଉଦ୍ଭିଦର ପ୍ରଧାନ ମୂଳ ଥାଏ। ପ୍ରଧାନ ମୂଳରୁ ଶାଖା ମୂଳ ଓ ସେଥିରୁ ପ୍ରଶାଖା ମୂଳ ବାହାରି ମାଟି ଭିତରେ ବଢ଼ିଥାଏ। ତ କେତେକ ଉଦ୍ଭିଦର ପ୍ରଧାନ ମୂଳ ଥାଏ ଓ ସେହି ପ୍ରଧାନ ମୂଳରୁ କେତେକ ଶାଖା ଓ ସେହି ପ୍ରଶାଖାରୁ ମୂଳ ବାହାରିଥାଏ ଓ ମାଟି ଭିତରେ ବଢ଼ିଥାଏ ଓ ଏହା ମାଟିର ବହୁତ ତଳକୁ ଯାଇ ମାଟିକୁ ଜାବୁଡ଼ି ଧରେ। ମୂଳର ଅଗ୍ରଭାଗରେ ଅତି କ୍ଷୁଦ୍ର ମୂଳତ୍ରାଣ ଟୋପି ପରି ରହିଥାଏ। ଏହା ମୂଳକୁ ମାଟି ସହ ଘଷି ହୋଇ କ୍ଷୟ ହେବାରୁ ରକ୍ଷା କରିଥାଏ। ମୂଳତ୍ରାଣ ପଛକୁ କୋଷ ବିଭାଜନ ଓ ତା ପରେ ଥିବା ବର୍ଦ୍ଧନଶୀଳ ଅଂଶକୁ ମୂଳକୁ ବୃଦ୍ଧିରେ ସାହାଯ୍ୟ କରେ। ବର୍ଦ୍ଧନଶୀଳ ଅଂଶର ପଛରେ ଥିବା ମୂଳରୁ ଗୁଡ଼ିଏ ମୂଳଲୋମ ବାହାରିଥାଏ। ଏହି ମୂଳଲୋମ ହିଁ ଜଳ ଶୋଷଣ କରିବାରେ ସାହାଯ୍ୟ କରିଥାଏ। ପ୍ରତ୍ୟେକ ଶାଖା ଓ ପ୍ରଶାଖା ମୂଳରେ ମଧ୍ୟ କୋଷ ବିଭାଜନ ଅଂଶ, ବର୍ଦ୍ଧନଶୀଳ ଅଂଶ, ମୂଳଲୋମ ଅଂଶ ରହିଥାଏ। ଏବେ ଆମେ ଦେଖିବା ଉଦ୍ଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ। ଉଦ୍ଭିଦର ବିଭିନ୍ନ ଅଂଶର ଗଠନ କିପରି ଥାଏ ଓ ତା'ର କାର୍ଯ୍ୟ କ'ଣ? ଏବେ ଦେଖିବା ମୂଳର କାର୍ଯ୍ୟ କ'ଣ? ମୂଳ ଉଦ୍ଭିଦରୁ ମାଟି ସହ ଜାବୁଡ଼ି ଧରି ରଖୁଥାଏ। ଫଳରେ ଗଛଟି ମାଟି ଉପରେ ଦୃଢ଼ ଭାବରେ ଠିଆ ହୋଇ ରହିଥାଏ। ତ ମୂଳର କାର୍ଯ୍ୟ କ'ଣ? ସେ ମାଟିକୁ ଜାବୁଡ଼ି ଧରେ, ଯାହାଫଳରେ ତାହା ସହଜରେ ଉପୁଡ଼ି ପାରେ ନାହିଁ। ଗଛର ମୂଳ ମାଟିରେ ଥିବା ଜଳ ଓ ଖଣିଜ ଲବଣକୁ ଶୋଷଣ କରି ଉଦ୍ଭିଦର ବିଭିନ୍ନ ଅଂଶକୁ ପଠାଇଥାଏ ଓ ତା'ର ଅନ୍ୟ କାମଗୁଡ଼ିକ କ'ଣ? ସେ ଗଛର ମୂଳରେ ହେଲା ମାଟିରେ ଥିବା ଜଳ ଓ ଖଣିଜ ଲବଣକୁ ଶୋଷଣ କରିଥାଏ ଓ
ବିଭିନ୍ନ ଶାଖା ପ୍ରଶାଖାକୁ ପଠାଇଥାଏ। ରୂପାନ୍ତରିତ ମୂଳଗୁଡ଼ିକ ଖାଦ୍ୟ ସଞ୍ଚୟ କରି ରଖୁ ସହ କାଣ୍ଡକୁ ଆଶ୍ରୟ ମଧ୍ୟ ଦେଇଥାଏ। ବର୍ତ୍ତମାନ ପ୍ରଶ୍ନ ନମ୍ବର 3କୁ ଦେଖିବା। ପ୍ରଶ୍ନ ନମ୍ବର 3 ଦେଇଛି କାଣ୍ଡ କେତେ ପ୍ରକାରର ଏବଂ ଏହା ଉଦ୍ଭିଦର କେଉଁ କେଉଁ କାର୍ଯ୍ୟ କରିଥାଏ ବର୍ଣ୍ଣନା କର। ତ ଗୋଟିଏ ଉଦ୍ଭିଦର କେତେ ପ୍ରକାର କାଣ୍ଡ ଥାଏ ଏବଂ ଏହା ଉଦ୍ଭିଦର କେଉଁ କାର୍ଯ୍ୟରେ କରିଥାଏ ହେଲା। ଉତ୍ତର ହେଇଯିବ କାଣ୍ଡ। ଗଠନ ଦୃଷ୍ଟିରୁ କାଣ୍ଡଗୁଡ଼ିକ ଦୁଇ ପ୍ରକାରର ଅଟନ୍ତି। କେତେ ପ୍ରକାର? ଦୁଇ ପ୍ରକାର କାଣ୍ଡ ଅଟନ୍ତି। ସେଗୁଡ଼ିକ ହେଲା ସବଳ କାଣ୍ଡ ଓ ଦୁର୍ବଳ କାଣ୍ଡ। ଆମ୍ବ, ପଣସ, ପିଜୁଳି, ବାଉଁଶ, ବାଇଗଣ ଆଦି ସବଳ କାଣ୍ଡ ହୋଇଥିବା ବେଳେ କଖାରୁ, ପୋଇ, କଲରା, ଲାଉ ଆଦି ଦୁର୍ବଳ କାଣ୍ଡ ଅଟେ ହେଲା। କେତେ ପ୍ରକାର କାଣ୍ଡ ଅଛି? ଦୁଇ ପ୍ରକାର ଅଛି, ସବଳ ଓ ଦୁର୍ବଳ। ଆମ୍ବ, ପଣସ ଏପରି ବଡ଼ ବଡ଼ ଗଛ ଗୁଡ଼ିକର କାଣ୍ଡ ବହୁତ ସବଳ ଥାଏ। ସେପରି କଖାରୁ, ପୋଇ, କଲରା ପରି ଦୁର୍ବଳ କାଣ୍ଡ ଥାଏ। ଏବେ ଆମେ ଦେଖିବା କାଣ୍ଡର କାର୍ଯ୍ୟ କ'ଣ। ଉତ୍ତରରେ ଲେଖିବା କାଣ୍ଡ ଉଦ୍ଭିଦର ବିଭିନ୍ନ ଅଂଶକୁ ଧରି ରଖିବା ସହ ସେଗୁଡ଼ିକୁ ସୂର୍ଯ୍ୟାଲୋକ ପାଇବାରେ ସାହାଯ୍ୟ କରିଥାଏ। କାଣ୍ଡ ମୂଳ ସାହାଯ୍ୟରେ ଶୋଷିତ ଜଳ ଓ ଖଣିଜ ଲବଣକୁ ପରିବହନ କରି ଉଦ୍ଭିଦର ବିଭିନ୍ନ ଅଂଶକୁ ପଠାଇଥାଏ। ତ କାଣ୍ଡ କ'ଣ କରିଥାଏ? କାଣ୍ଡ ଯେଉଁ ଥାଏ ସେ ବିଭିନ୍ନ ଉପରକୁ ହେଲା ଜଳ ଓ ଖଣିଜ ଲବଣ ପରିବହନ କରିଥାଏ ଓ କାଣ୍ଡ ମଧ୍ୟ ପତ୍ର ଦ୍ୱାରା ପ୍ରସ୍ତୁତ ଖାଦ୍ୟ ପରିବହନ କରି ଉଦ୍ଭିଦର ବିଭିନ୍ନ ଅଂଶକୁ ପଠାଇଥାଏ। ତ ସେ ପତ୍ରକୁ ଯାଇ ପତ୍ରରେ ଖାଦ୍ୟ ତିଆରି ହୁଏ ଓ ପତ୍ରରୁ ସେ ତିଆରି ହୋଇଥିବା ଖାଦ୍ୟ ବିଭିନ୍ନ ଅଂଶକୁ ଯାଇଥାଏ। ମାଟି ତଳେ ଥିବା ପିଆଜ, ଆଳୁ, ଓଲୁଅ ଆଦି ରୂପାନ୍ତରିତ କାଣ୍ଡ ଖାଦ୍ୟ ସଞ୍ଚୟ କରି ରଖିଥାନ୍ତି। ସେମାନେ ଖାଦ୍ୟ ସଞ୍ଚୟ କରନ୍ତି ଓ ରଖିଥାନ୍ତି। ପ୍ରଶ୍ନ ନମ୍ବର 4 ଦେଇଛି ଦୁଇଟି ମୌଳିକ ଓ ଦୁଇଟି ଯୌଗିକ ପତ୍ରର ନାମ ଲେଖ। ଦୁଇଟି ମୌଳିକ ପତ୍ର ଓ ଦୁଇଟି ଯୌଗିକ ପତ୍ର। ଆମ୍ବ, ପଣସର ପତ୍ର ମୌଳିକ ପତ୍ର ଅଟେ ହେଲା ଓ ନିମ୍ବ, ଶିମ୍ବର ପତ୍ର ହେଉଛି ଯୌଗିକ ପତ୍ର। ଦୁଇଟି ମୌଳିକ ପତ୍ର ହେଲା ଆମ୍ବ, ପଣସ ଓ ଦୁଇଟି ଯୌଗିକ ପତ୍ର ହେଲା ନିମ୍ବ ଓ ଶିମ୍ବ। ପ୍ରଶ୍ନ ନମ୍ବର 5ରେ ଦେଇଛି ଯେଉଁ ଗଛର ମୂଳ ଗଛ ମୂଳେ ହୋଇଥାଏ ତାହାର ଶିରାବିନ୍ୟାସ କିପରି ହେବାର ସମ୍ଭାବନା ଥାଏ। ତ ଯେଉଁ ଗଛର ମୂଳ ହେଲା ଗୁଚ୍ଛ ମୂଳ ହୋଇଥାଏ, ଗୁଚ୍ଛ ଥାଏ, ଯେଉଁ ଗଛ ତାହେଲେ ଗୁଚ୍ଛ ଥାଏ ତାହାର ଶିରାବିନ୍ୟାସ କିପରି ହେବାର ସମ୍ଭାବନା ଥାଏ। ତା ପତ୍ରର ଶିରାବିନ୍ୟାସ ହେଲା ତାର ପତ୍ରର ଶିରାବିନ୍ୟାସ କିପରି ହେବାର ସମ୍ଭାବନା ଥାଏ। ଉତ୍ତର ହେଇଯିବ ଯେଉଁ ଗଛର ମୂଳ ଗୁଚ୍ଛ ମୂଳ ହୋଇଥାଏ ତାହାର ସମାନ୍ତରାଳ ଶିରାବିନ୍ୟାସ ହେବାର ସମ୍ଭାବନା ଥାଏ। କିପରି? ତାର ଶିରାବିନ୍ୟାସ ସିଧା ହେବାର ସମ୍ଭାବନା ଥାଏ। ଏପରି ହେଲା ସିଧା ଶିରାବିନ୍ୟାସ ଥିବାର ସମ୍ଭାବନା ଥାଏ। ଯେପରିକି ଧାନ, କଦଳୀ ଇତ୍ୟାଦିର ଶିରାବିନ୍ୟାସ ସିଧା ହୋଇଥାଏ।